देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ଆଜି ଖୋଲିବ ରତ୍ନଭଣ୍ଡାର, ସକାଳ 8ଟାରୁ ସାଧାରଣ ଦର୍ଶନ ବନ୍ଦ। ଆଜି ପୁଣି ଖୋଲାଯିବ ରତ୍ନଭଣ୍ଡାର, ତେଣୁ ସକାଳ 8ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଚାରିଦ୍ୱାର ବନ୍ଦ ରହିବ। କେବଳ ସିଂହଦ୍ୱାର ଦେଇ ଅଧିକୃତ ବ୍ୟକ୍ତି ଓ ସେବାୟତ ଯିବାଆସିବା କରିପାରିବେ। ରତ୍ନଭଣ୍ଡାର ଖୋଲିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଜଷ୍ଟିସ୍ ରଥ ପୂର୍ବରୁ କହିସାରିଛନ୍ତି ଯେ ଗୁରୁବାର ଶୁଭ ସମୟ ସକାଳ 9:51ରୁ 12:15 ମଧ୍ୟରେ ରତ୍ନଭଣ୍ଡାର ପୁଣି ଖୋଲାଯିବ। ଭିତର ରତ୍ନଭଣ୍ଡାରର ତାଲା ଖୋଲାଯାଇ ଅଳଙ୍କାର ସ୍ଥାନାନ୍ତରଣ ହେବ। ସିନ୍ଦୁକ ଏବଂ ଆଲମାରିରେ ଥିବା ଅଳଙ୍କାର ସବୁ ଅସ୍ଥାୟୀ ରତ୍ନଭଣ୍ଡାରର ଖଟ ସେଜ ଘରକୁ ସ୍ଥାନାନ୍ତର କରାଯିବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ଥାନାନ୍ତରଣ ସରିଲେ ରତ୍ନଭଣ୍ଡାରର ତାଲା ସିଲ୍ କରାଯିବ। ନମ୍ବର 2, ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲେ ସରକାର। ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ ହୋଇଛି। ନୂଆ ସରକାରରେ ଯୋଜନା ବୋର୍ଡକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି। ରାଜ୍ୟରେ ନୂଆ ସରକାର ଆସିବା ପରେ ଯୋଜନା ବୋର୍ଡର ପୁନର୍ଗଠନ ହେବ। ଏଥିରେ ସ୍ଥାନ ପାଇବା ପାଇଁ ରାଜନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ନାଁ ଚର୍ଚ୍ଚା ହେଉଛି। ନିୟମ ମୁତାବକ ରାଜ୍ୟ ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବ୍ୟତୀତ 14 ଜଣ ସଭ୍ୟ ଏବଂ ଜଣେ ସଚିବ ରହିବେ। ନମ୍ବର 3, ବିଜେପି ସରକାର ଉପରେ ରହିବ ବିଜେଡିର ତୀକ୍ଷ୍ଣ ନଜର। 50 ବିଧାୟକଙ୍କୁ ବିଭାଗ ବାଣ୍ଟିଲେ ନବୀନ। ରାଜ୍ୟରେ ଦୀର୍ଘ 24 ବର୍ଷ ଶାସନ କରିବା ପରେ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ବିଜୁ ଜନତା ଦଳ। ପରାଜୟର ଗ୍ଲାନିକୁ ଭୁଲି ଦୃଢ଼ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କୁ ପ୍ରତିଟି କ୍ଷେତ୍ରରେ ଉତ୍ତରଦାୟୀ କରାଇବା ପାଇଁ ପ୍ରସ୍ତୁତ ବିଜେଡି। ଦଳର ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାର ଝଲକ ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ଦେଖିବାକୁ ମିଳିଛି। କେନ୍ଦ୍ରରେ ହେଉ କି ରାଜ୍ୟରେ ବିଜେଡି ଏକ ଦୃଢ଼ ବିରୋଧୀ ଦଳର ଭୂମିକା ନିର୍ବାହ କରିବ ବୋଲି ସ୍ପଷ୍ଟ ସଂକେତ ଦେଇସାରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ପରିପ୍ରେକ୍ଷୀରେ ବୁଧବାର ବିଜେଡି ନିଜର 50 ବିଧାୟକମାନଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛି। ଏ ସମ୍ପର୍କରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜ୍ଞପ୍ତି ଜାରି କରାଯାଇଛି। ନମ୍ବର 4, 19ରୁ ବିଜେପିର 2 ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ପୁରୀ ସମୁଦ୍ର କୂଳରେ ଜୁଲାଇ 1920ରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ, 100 ଦିନର କାର୍ଯ୍ୟ ଖସଡ଼ା ରାଜ୍ୟ ସରକାର ଆରମ୍ଭ କରିବାକୁ ଥିବା ନୂଆ ଯୋଜନା କିପରି ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ବିରୋଧୀ ଦଳର ବିଭିନ୍ନ ପ୍ରସଙ୍ଗକୁ କିପରି ମୁକାବିଲା କରାଯିବ, ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି। ପାଣିପାଗ ସୂଚନା। ଲଘୁଚାପ ପ୍ରଭାବରେ ବର୍ଷା ବଢ଼ିବ। ଶୁକ୍ରବାର ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ଛତିଶଗଡ଼ ଉପରେ ରହିଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା ଅଛି। ଶୁକ୍ରବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। 19ରୁ ବର୍ଷାର ବିସ୍ତୃତି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ କହୁଛି 18ରେ ଉତ୍ତର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି। 19ରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ଗଞ୍ଜାମର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, ରାୟଗଡ଼ା, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, କଟକର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ନମ୍ବର 6, 346 ଯୁଦ୍ଧସ୍ତରର ଘରୋଇକରଣ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ। ତାଲିକା ଜାରି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ। ମିଜାଇଲ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ଗନ୍ ସବୁ ଏବେ ସ୍ୱଦେଶୀ। ବିଦେଶରୁ ଆମଦାନୀ ହେଉନଥିବାରୁ ଖର୍ଚ୍ଚ ମଧ୍ୟ କମୁଛି। ମଙ୍ଗଳବାର ପୁଣି 346 ସାମଗ୍ରୀର ତାଲିକା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହିସବୁ ଯୁଦ୍ଧାସ୍ତ୍ର ତଥା ତତ୍ସମ୍ପର୍କିତ ସାମଗ୍ରୀ ଆଉ ବିଦେଶରୁ ଆମଦାନୀ ହେବ ନାହିଁ। ଘରୋଇ କମ୍ପାନୀଠାରୁ ସେନା ଏଗୁଡ଼ିକୁ କିଣିବ। ପ୍ରତିରକ୍ଷା ମନ୍ତ୍ରଣାଳୟ 346 ପଜିଟିଭ୍ ଇଣ୍ଡିଜେନିୟସ୍ ଲିଷ୍ଟ ଜାରି କରିଛି। ଡିଫେନ୍ସ ପବ୍ଲିକ୍ ସେକ୍ଟର୍ସ ଅଣ୍ଡରଟେକିଂ ଡିପାର୍ଟମେଣ୍ଟ ଅଫ୍ ଡିଫେନ୍ସ ପ୍ରଡକ୍ସନ କେବଳ ଭାରତୀୟ କମ୍ପାନୀମାନଙ୍କଠାରୁ ବିଜ୍ଞାପିତ 346 ସାମଗ୍ରୀ କିଣିପାରିବ। ଏହି ନିଷ୍ପତ୍ତି ଦ୍ୱାରା ପ୍ରତିରକ୍ଷା ମନ୍ତ୍ରଣାଳୟର ଆମଦାନୀରେ 1048 କୋଟି ଟଙ୍କା ସଞ୍ଚୟ ହୋଇପାରିବ। ନମ୍ବର 7, ସରକାରୀ ଜମି ଜବରଦଖଲ କରି ନିର୍ମାଣ ହୋଇଥିବା କୋଠାଗୁଡ଼ିକୁ ଭଙ୍ଗାଯିବ, କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସରକାରୀ ଜମି ଜବରଦଖଲ କରି କୋଠା ନିର୍ମାଣ କରିଥିଲେ ବୁଲିବ ବୁଲଡୋଜର, ମାଟିରେ ମିଶିବ କୋଠା।
जबरदखल नहीं राजस्व मंत्री सुरेश पूजारी एभली प्रतिक्रिया रखिछंती। से कहिछंती 4 डिसिमिल जगार कुड़िया करी रहुथिबा गरीब जबरदखलकारी नुहंती। आगरू खाली गरीबंको घर भंगा हेउथिला, एबे बड़ बड़ियांको भंगा हेबो, बड़ बड़ लोकंको मुखा खोलिबो। एणु सरकारी जमी जबरदखल करी निर्माण होइथिबा कोठागुड़ीको भंगा जीवो। बड़ बड़ियांको जबरदखल कोठारे बुलडोजर बोलिबो। अधिक जगह जबरदखल करी अट्टालिका निर्माण करिथिले भी ताको एथिरु बाद दिया जीवो नाही। नंबर 8 बैठक पर तुटिला विवाद। आजिठारु एससीबी रे रोगी सेवा हेबो स्वाभाविक। कटक बड़ मेडिकल रे लागि रहिथिबा नर्सिंग कर्मचारी और हाउस सर्जनक मध्य विवाद तुटिछि। यापरे आज अर्थात जुलाई 18 तारिख ठारू रोगी सेवा स्वाभाविक हेबो बोली कुहाଯାଉଛି। विवाद आगको बढ़िबा आगरू काली एससीबी कर्तृपक्ष और कटक महानगर निगम कमिशनरक मध्य आलोचना करा जाई विवादर पूर्णछेद पका जाइछि। ए आलोचना रे नर्सिंग संघ और हाउस सर्जन संघ मध्य सामिल थिले। नंबर 9 स्टेशनरी ब्रांड कैमलिन रो अध्यक्ष सुभाष दांडेकरक परलोक। स्टेशनरी ब्रांड कोकियो कैमलिन रो अध्यक्ष सुभाष दांडेकरक परलोक। तांकर 86 वर्ष बयस रे तांकर देहांत होईछि। तांकर अंतिम सत्कार सेंट्रल मुंबई रे करा जाइथिला। गुणात्मक स्टेशनरी एवं प्रोडक्ट सहित नाकरा ब्रांड भाव में कैमलिन को प्रतिष्ठा करिबारे दांडेकर प्रमुख भूमिका ग्रहण करथिले। कैमलिन ब्रांड प्रतिष्ठा करिथिबा सुभाष दांडेकर केवल व्यवसाय नुहे एक उत्तराधिकारी भाव में नेतृत्व नैथिले। कैमलिन मूलतः 1931 मसीह दिगंबर परशुराम दांडेकर द्वारा प्रतिष्ठित होइथिला। सुभाष दांडेकर दूरदृष्टि संपन्न नेतृत्व में कंपनी यार व्यवसाय विस्तार करिथिला। नंबर 10 आंध्र प्रदेश रे अगस्ट 15 रु महिलांक पई मागणा बस सेवा। दिल्ली कर्नाटक और तेलंगाना पर एवं आंध्र प्रदेश रे भी महिलांक पई मागणा बस सेवा आरंभ हेबाकु जाउछि। चंद्रबाबू नायडू सरकार अगस्ट 15 रु महिलांक पई राज्य ट्रांसपोर्ट रो बस गुड़िकरे मागणा यात्रा लगी घोषणा करिसंती। रिपोर्ट मुताबक एही योजना आंध्र प्रदेश राज्य सड़क परिवहन निगम द्वारा संचालित पल्ले बेलुगु एवं एक्सप्रेस बस रे लागू हेबो। राज्य मध्य समस्त यात्रा लगी एही नियम रहिबो। महिला माने राज्य सीमा मध्य एही बस जोगे यात्रा करि परिबे। नंबर 11 अजित पवार को सख्त झटका। दल छाड़िले 4 नेता। महाराष्ट्र उपमुख्यमंत्री तथा एनसीपी नेता अजित पवार को सख्त झटका। कारण तांको दलर 4 तुंग नेता देइछंती इस्तीफा। सेमाने खूब शीघ्र शरद पवार को एनसीपी रे मिसिबे बोली चर्चा हेउछि। इस्तीफा देइथिबा 4 नेता दलर पिंपिरी चिंचवाड़ा यूनिट रो सदस्य बोली जना पड़िछि। सेमाने हेले एनसीपी रो पिंपिरी चिंचवाड़ा यूनिट मुख्य अजित गव्हाणे, छात्र विंग प्रमुख एस साने, पूर्वतन कॉर्पोरेटर राहुल भोसले और पंकज भालेकर। नंबर 12 अरिंदम डाकुआ मुख्यमंत्री व्यक्तिगत सचिव नियुक्त। कटक जिलापाल अरिंदम डाकुआ को मुख्यमंत्री मोहन चरण माझी व्यक्तिगत सचिव भाव नियुक्ति दि जाइछि। सेहीपरि जगतसिंहपुर जिलापाल अनुपम साहा को मुख्यमंत्री अतिरिक्त सचिव भाव नियुक्ति दि जाइछि। एने साधारण प्रशासन पक्षरु बुधवार विज्ञप्ति प्रकाश पाइछि। पूर्वरु 2011 बैच ओडिशा कैडर आईएएस अरिंदम डाकुआ पानीय जल और परिमल विभाग सचिव सहित ओडिशा जीविका मिशन मिशन निर्देशक थिले। सेहीपरि 2012 बैच ओडिया कैडर आईएएस अनुपम साहा ओडिशा ओसेपार राज्य प्रकल्प निर्देशक सह मो स्कूल सदस्य सचिव और ओडिशा श्रम आयुक्त भाव अतिरिक्त दायित्व तुलौथिले। नंबर 13 आम ओडिशा नवीन ओडिशार हेब तदंत कहिले पंचायतीराज मंत्री। आम ओडिशा नवीन ओडिशा योजना रे प्रति पंचायत को मिलिथिबा 50 लाख अनुदान खोड़ताड़ करिवे राज्य सरकार। एही अर्थ किपरि खर्च होईछि, किए वर्क ऑर्डर इश्यू करिछि, से सबुर खोड़ताड़ हेबो। दिल्ली गस्तरु फेरी काली एमिति कड़ा अभिमुख्य रखिछंती पंचायतीराज मंत्री रवि नारायण नायक। मंत्री कहिछंती राम भरोसा रे योजना चलीथिला। सीधा सड़क मॉनिटरिंग करुथिला तृतीय महला, कार्यकारी करुथिले ब्लॉक और डीआरडीए। किसी योजना नथिला, जेई मानक नारे कार्यदेश आसुथिला। विभागीय सचिव किसी जाणु नथिले। एसबु विभाग रे जेते अनियमितता होईछि तार तदंत हेबो बोली कहिछंती। सेपटे बीजेडी कहिछि मार्गदर्शिका अनुसार काम होईछि। कांग्रेस उभय बीजेडी और बीजेपी को टार्गेट करिछि। नंबर 14 भारती एयरटेल स्कॉलरशिप प्रोग्राम। गरीब घर छात्र छात्री को मिलिबो छात्रवृत्ति। रौप्य जयंती को स्मरणीय करने पाई भारती एंटरप्राइजेस रो भारती एयरटेल फाउंडेशन आरंभ करिछि भारती एयरटेल स्कॉलरशिप प्रोग्राम। एही कार्यक्रम रे वार्षिक 100 कोटी रु अधिक खर्च सहित 4000 छात्र छात्री उपकृत हेबे। एही अवसर रे भारती एयरटेल रो उपाध्यक्ष तथा भारती एयरटेल फाउंडेशन रो चेयरमैन राकेश भारती मित्तल कहिसंती एही भारती एयरटेल स्कॉलरशिप कार्यक्रम सहित आमे विभिन्न सामाजिक अर्थनैतिक पृष्ठभूमि आसुथिबा छात्र छात्री माननकु सहाय्य करिबाकू चेष्टा करूछु। नंबर 15 मागणा टीका भी पिलांकु देउनाहांती अभिभावक।
ଦେଶରେ ପିଲାମାନଙ୍କର ଟିକାକରଣକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଗତ 2023 ମସିହାରେ 16 ଲକ୍ଷ ପିଲା କୌଣସି ଟିକା ଗ୍ରହଣ କରିନାହାନ୍ତି। ୟୁନିସେଫ୍ ଏବଂ ହୁର ରିପୋର୍ଟରେ କୁହାଯାଇଛି ଯେ ନାଇଜେରିଆ ପରେ ଭାରତ ହେଉଛି ଦ୍ୱିତୀୟ ଦେଶ ଯେଉଁଠାରେ ଏତେ ସଂଖ୍ୟକ ପିଲାଙ୍କୁ ଟିକାକରଣ କରାଯାଇ ନାହିଁ। ଏହି ରିପୋର୍ଟରେ କୁହାଯାଇଛି ଯେ 2021 ବର୍ଷ ତୁଳନାରେ 2023 ମସିହାରେ ଭାରତରେ ଟିକାକରଣର ସ୍ଥିତି ସୁଧୁରିଛି, କିନ୍ତୁ ଏହା ସନ୍ତୋଷଜନକ ନୁହେଁ। ଏହି ରିପୋର୍ଟରେ କୁହାଯାଇଛି ଯେ 2021 ମସିହାରେ ଭାରତରେ 27.3 ଲକ୍ଷ ପିଲାଙ୍କୁ ଟିକାକରଣ କରାଯାଇ ନାହିଁ, ଯାହା 2023ରେ 16 ଲକ୍ଷଙ୍କୁ ହ୍ରାସ ପାଇଛି। ନମ୍ବର 16, ଲଣ୍ଡନରୁ ମୁମ୍ବାଇ ଆସିଲା ଛତ୍ରପତି ଶିବାଜୀଙ୍କ ବାଘ ନଖ। ଛତ୍ରପତି ଶିବାଜୀଙ୍କ ପୌରାଣିକ ଅସ୍ତ୍ର ବାଘ ନଖ ଘରକୁ ଫେରିବ। ମରାଠା ସମ୍ରାଟଙ୍କ ଦ୍ୱାରା ବ୍ୟବହୃତ ହୋଇଥିବା ଏହି ବିପଜ୍ଜନକ ଅସ୍ତ୍ର ଲଣ୍ଡନରୁ ଦୂରରେ ଏକ ସଂଗ୍ରହାଳୟରେ ରଖାଯାଇଥିଲା। ତେବେ ମହାରାଷ୍ଟ୍ର ସରକାରଙ୍କ ଦୀର୍ଘ ବର୍ଷର ଉଦ୍ୟମ ପରେ ବାଘ ନଖ ଶେଷରେ ସତାରାକୁ ଫେରୁଛି। ବାଘ ନଖ ଆସିବ ବୋଲି ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ବ୍ୟକ୍ତିଗତ ରୂପେ ଛତ୍ରପତି ଶିବାଜୀ ମହାରାଜ ମ୍ୟୁଜିୟମର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଏହି ବାଘ ନଖ ସତାରା ମ୍ୟୁଜିୟମରେ ଆଗାମୀ 7 ମାସ ପର୍ଯ୍ୟନ୍ତ ଦର୍ଶକଙ୍କ ନିମନ୍ତେ ଡିସ୍ପ୍ଲେରେ ରହିବ। ଏହି ଖାସ୍ ହତିଆରକୁ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ରେ ରଖାଯିବ ଏବଂ ଏଥିଲାଗି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି ହୋଇଛି। ଏହି ସ୍ୱତନ୍ତ୍ର ଅସ୍ତ୍ରକୁ ଜୁଲାଇ 19 ତାରିଖ ଦିନ ସତାରା ଅଣାଯିବ। ତେବେ ଏହି ଅସ୍ତ୍ରଟିକୁ ବ୍ରିଟିଶ ସଂଗ୍ରହାଳୟରୁ ମୁକ୍ତ କରି ଭାରତ ଆଣିବା ପାଇଁ 14.8 ଲକ୍ଷ ଟଙ୍କା ବ୍ୟୟ ହୋଇଛି। ନମ୍ବର 17, ଅଗ୍ନିବୀରଙ୍କ ପାଇଁ ହରିୟାଣା ସରକାରଙ୍କ ବଡ଼ ନିଷ୍ପତ୍ତି। ଚାକିରିରେ 10% ସଂରକ୍ଷଣ ଘୋଷଣା। ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ସୈନ୍ୟ ସରକାର ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଗ୍ନିବୀରଙ୍କୁ ହରିୟାଣାରେ ଅନେକ ପଦରେ ଭର୍ତ୍ତି ବେଳେ 10% ସଂରକ୍ଷଣ ମିଳିବ। ହରିୟାଣାରେ ଅଗ୍ନିବୀରଙ୍କୁ ରାଜ୍ୟ ସରକାର ଦ୍ୱାରା ଭର୍ତ୍ତି କରାଯାଉଥିବା କନେଷ୍ଟବଳ, ମାଇନିଂ ଗାର୍ଡ, ଫରେଷ୍ଟ ଗାର୍ଡ, ଜେଲ୍ ୱାର୍ଡନ ଏବଂ ଏସ୍ପିଓ ପଦରେ ସିଧା ଭର୍ତ୍ତିରେ 10% ସଂରକ୍ଷଣ ଦିଆଯିବ। ନମ୍ବର 18, ବାହାରିଲା ବ୍ରେନ୍ କ୍ୟାନ୍ସରର ମେଡିସିନ୍। ମାରାତ୍ମକ ରୋଗ ଭିତରୁ ଗୋଟିଏ କ୍ୟାନ୍ସର ରୋଗ। କ୍ୟାନ୍ସରରେ ପୀଡ଼ିତ ରୋଗୀ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଅସମ୍ଭବ। କ୍ୟାନ୍ସର ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନି କୌଣସି ଔଷଧ, କିନ୍ତୁ ନିକଟରେ ବ୍ରେନ୍ କ୍ୟାନ୍ସରର ବାହାରିଛି ଚିକିତ୍ସା ପଦ୍ଧତି। ଆଇଆଇଟିର ପିଏଚ୍ଡି ସ୍କଲାର ଗ୍ଲିଓବ୍ଲାଷ୍ଟମା ବ୍ରେନ୍ କ୍ୟାନ୍ସର ପାଇଁ ମେଡିସିନ୍ ବାହାର କରିଛନ୍ତି। ଗ୍ଲିଓବ୍ଲାଷ୍ଟମା କ୍ୟାନ୍ସର ସବୁଠାରୁ ବିପଜ୍ଜନକ। ଏହି କର୍କଟ ରୋଗରେ ପୀଡ଼ିତ ରୋଗୀ 12ରୁ 18 ମାସ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି। ଆଇଆଇଟି ଦିଲ୍ଲୀର ପିଏଚ୍ଡି ସ୍କଲାର ବିଦିତ ଗୌଡ଼ ବ୍ରେନ୍ କ୍ୟାନ୍ସର ପାଇଁ ଇମ୍ୟୁନୋଜେନ୍ସ ଥେରାପି ଆବିଷ୍କାର କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଚିକିତ୍ସାର କୌଣସି ସାଇଡ୍ ଇଫେକ୍ଟ ନାହିଁ। ନମ୍ବର 19, ସବକା ସାଥ ସବକା ବିକାଶ ନାରା ଦରକାର ନାହିଁ, ଯିଏ ଆମ ସହ ଆମେ ତାଙ୍କ ସହ, କହିଲେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସବକା ସାଥ ସବକା ବିକାଶ କଥା କହିବାର ଆବଶ୍ୟକତା ନାହିଁ। ଯେଉଁମାନେ ଆମ ପାଇଁ ରହିବେ ଆମେ ସେମାନଙ୍କ ପାଇଁ ରହିବୁ। ଆମେ ସ୍ଥିର କରିବୁ କେଉଁମାନେ ଆମକୁ ସମର୍ଥନ ଦେବେ ସେମାନଙ୍କୁ ସମର୍ଥନ କରିବୁ। ଯେଉଁମାନେ ଆମ ସାଙ୍ଗରେ ଅଛନ୍ତି ଆମେ ସେମାନଙ୍କ ସାଙ୍ଗରେ ସବୁବେଳେ ରହିବୁ। ସବକା ସାଥ ସବକା ବିକାଶ ବନ୍ଦ। ସଂଖ୍ୟାଲଘୁ ମୋର୍ଚ୍ଚାର କୌଣସି ଆବଶ୍ୟକତା ନାହିଁ। ଏହାକୁ ବନ୍ଦ କର। ଆମେ ସମ୍ବିଧାନକୁ ବଞ୍ଚେଇବୁ। ନମ୍ବର 20, କର୍ଣ୍ଣାଟକରେ ଘରୋଇ ଚାକିରିରେ ସଂରକ୍ଷଣ ଉପରେ ଲାଗିଲା ରୋକ। କର୍ଣ୍ଣାଟକ ସରକାର ପ୍ରାଇଭେଟ୍ ସେକ୍ଟର ସି ଓ ଡି କ୍ୟାଟେଗୋରୀ ଚାକିରିରେ ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ସରକାର ଏହି ବିଧେୟକ ଉପରେ ପୁନର୍ବିଚାର କରିବେ। ଏହି ସଂରକ୍ଷଣ ନିମନ୍ତେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ପରେ ବିବାଦ ଉପୁଜିଥିଲା, ଏଣୁ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ କରିଛି। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା ପ୍ରାଇଭେଟ୍ ସେକ୍ଟର ଚାକିରିରେ କନ୍ନଡ଼ ଲୋକଙ୍କୁ 100% ସଂରକ୍ଷଣ ଦେବା ପାଇଁ ତାଙ୍କ ଏକ୍ସରେ ଏକ ପୋଷ୍ଟ କରିଥିଲେ। ନମ୍ବର 21, ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନ ଯାଇଛନ୍ତି। ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନାକୁ ନେଇ ଏବେ ବିଭିନ୍ନ ପ୍ରକାର ଅଙ୍କ କଷା ଆରମ୍ଭ ହୋଇଯାଇଛି। କୁହାଯାଉଛି ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ। ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଏକ ପୁସ୍ତକ ମଧ୍ୟ ଉପହାର ଦେଇଛନ୍ତି। ନମ୍ବର 22, ମୁସଲିମଙ୍କ ଜନସଂଖ୍ୟା ଆସାମରେ 40% ହୋଇଛି। ମୋ ପାଇଁ ଜୀବନ ଏବଂ ମରଣର ପ୍ରଶ୍ନ, କହିଲେ ସିଏମ୍ ହିମନ୍ତ ବିଶ୍ବ ଶର୍ମା। ଆସାମରେ ମୁସଲିମଙ୍କ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି 40% ହୋଇଛି। ଏକଥା ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଦାବି କରିଛନ୍ତି। ସେ ବୁଧବାର ରାଞ୍ଚିରେ କହିଛନ୍ତି ଯେ ଦ୍ରୁତ ଗତିରେ ବଦଳୁଥିବା ଡେମୋଗ୍ରାଫି ମୋ ପାଇଁ ଏକ ପ୍ରସଙ୍ଗ ଅଟେ। ସିଏମ୍ ଶର୍ମା କହିଛନ୍ତି, ବଦଳୁଥିବା ଡେମୋଗ୍ରାଫି ମୋ ପାଇଁ ଏକ ବଡ଼ ମୁଦ୍ଦା। ଆଜି ମୁସଲମାନଙ୍କ ସଂଖ୍ୟା 40%ରେ ପହଞ୍ଚିଛି। 1951 ମସିହାରେ ଏହା 12% ରହିଥିଲା। ଆଜି ଆମେ ଅନେକ ଜିଲ୍ଲାକୁ ହରେଇ ବସିଛୁ। ଏହା ମୋ ପାଇଁ ରାଜନୈତିକ ମୁଦ୍ଦା ନୁହେଁ, ମୋ ପାଇଁ ଜୀବନ ଏବଂ ମରଣର ପ୍ରଶ୍ନ ଅଟେ। ନମ୍ବର 23, ମହାରାଷ୍ଟ୍ରରେ ଯବାନଙ୍କ ଗୁଳିରେ ଟଳିଲେ 12 ନକ୍ସଲ।
ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଯବାନଙ୍କ ଗୁଳିରେ 12 ନକ୍ସଲ ନିପାତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ହତିଆର ଏବଂ ମାଓ ସାମଗ୍ରୀ ଜବତ କରାଯାଇଛି। ସୂତ୍ର ଅନୁସାରେ ଏହି ଅପରେସନ୍ ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ପ୍ରାୟ 10ଟାରେ ଗଡ଼ଚିରୋଲିରେ ଏକ ସର୍ଚ୍ଚ ଅଭିଯାନ ଆରମ୍ଭ ହୋଇଥିଲା। ମହାରାଷ୍ଟ୍ର ପୋଲିସର C60 କମାଣ୍ଡୋ ଏବଂ ନକ୍ସଲଙ୍କ ମଧ୍ୟରେ ଛିନଭଟ୍ଟି ଏବଂ PV-82 ଜଙ୍ଗଲ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା। ଅପରାହ୍ନରୁ ଆରମ୍ଭ ହୋଇଥିବା ଏନକାଉଣ୍ଟର ସନ୍ଧ୍ୟା ଯାଏଁ ଚାଲିଥିଲା। ଏହି ସମୟରେ ଉଭୟ ପକ୍ଷରୁ ଜୋରଦାର ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ବନ୍ଦ ହେବା ପରେ 12 ଜଣ ନକ୍ସଲଙ୍କ ମୃତଦେହ ମିଳିଛି। ନମ୍ବର 24 ମୋଦି ଦେଶର ଟଙ୍କା ନେଇ କେବଳ ଗୁଜରାଟର ବିକାଶ କରୁଛନ୍ତି, ପ୍ରଶାନ୍ତ କିଶୋରଙ୍କ ଅଭିଯୋଗ। ଜନସୁରଜ ଅଭିଯାନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ମେଧେପୁରରେ ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଆଗାମୀ 15 ଦିନ ପାଇଁ ପ୍ରଶାନ୍ତ କିଶୋର ମେଧେପୁରର ବିଭିନ୍ନ ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ସମ୍ବୋଧିତ କରିବେ। ଏହି ଅବସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, CM ନୀତିଶ କୁମାର ଏବଂ RJD ସୁପ୍ରିମୋ ଲାଲୁ ଯାଦବଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଛନ୍ତି ନେତାମାନେ ସାଧାରଣ ଜନତାଙ୍କ ପିଲାମାନଙ୍କ ଭବିଷ୍ୟତ ବଦଳରେ ନିଜ ନିଜର ପିଲାମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟଙ୍କା ନେଇ ଗୁଜରାଟର ବିକାଶ କରୁଛନ୍ତି। ମୋଦି ବିହାର ଜନସାଧାରଣଙ୍କୁ ଶ୍ରମିକ ଭାବେ ବ୍ୟବହାର କରୁଛନ୍ତି। ନମ୍ବର 25 ଆଫଗାନିସ୍ତାନରେ ବର୍ଷା ଓ ବନ୍ୟା ବିତ୍ପାତ, 35 ମୃତ, 200ରୁ ଅଧିକ ଆହତ। ଆଫଗାନିସ୍ତାନରେ ପୁଣିଥରେ ପ୍ରାକୃତିକ ତାଣ୍ଡବ। ନାଙ୍ଗରହାର ପ୍ରଦେଶରେ ବର୍ଷା ଓ ବନ୍ୟା ଯୋଗୁଁ ଅତି କମ୍ରେ 35 ଜଣଙ୍କର ମୃତ୍ୟୁ ଘଟିଛି। 200ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି। ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ସୋମବାର ଆଫଗାନିସ୍ତାନରେ ଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ 35 ଜଣଙ୍କର ମୃତ୍ୟୁ ହୋଇଛି। ନମ୍ବର 26 ଦୁବାଇର ହାଲ ବେହାଲ, ପାରା 62 ଡିଗ୍ରୀ ପାର। 16 ଜୁଲାଇ 2024 ଅପରାହ୍ନରେ ଦୁବାଇରେ ରେକର୍ଡ ହୋଇଛି ସବୁଠୁ ରେକର୍ଡ ତାପମାତ୍ରା। ଏତେ ଗରମ ଯେ ନର୍କର ସହର ସାଙ୍ଗେ ହୋଇଯାଇଛି ସମାନ। ଦୁବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାପମାତ୍ରା 62.44 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସନ୍ଧ୍ୟା 5ଟା ସୁଦ୍ଧା ଏହା 53.9 ଡିଗ୍ରୀ ସେଲସିୟସ୍କୁ ଖସି ଆସିଥିଲା। ବାୟୁର ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ଥିଲା। ଡିଉ ପଏଣ୍ଟ ଅର୍ଥାତ୍ ଆର୍ଦ୍ରତା 85% ଥିଲା, ତେଣୁ ତାପମାତ୍ରା 62.22 ଡିଗ୍ରୀ ସେଲସିୟସ୍ ଥିଲା। ନମ୍ବର 27 କାଉଡ଼ିଆମାନେ ଭୁଲରେ ମୁସଲମାନଙ୍କ ଦୋକାନରୁ କିଛି କିଣନ୍ତୁ ନାହିଁ, କହିଲେ ଓୱେସି। AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ଉତ୍ତରପ୍ରଦେଶରେ ହେବାକୁ ଥିବା କାଉଡ଼ିଆଙ୍କ ଯାତ୍ରା ସମ୍ପର୍କରେ ଉତ୍ତରପ୍ରଦେଶ ପୁଲିସକୁ ଟାର୍ଗେଟ କରିଛନ୍ତି। ଓୱେସି କହିଛନ୍ତି ଯେ ଉତ୍ତରପ୍ରଦେଶ ପୁଲିସର ନିର୍ଦ୍ଦେଶକ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟ ଦୋକାନ କିମ୍ବା ଠେଲା ମାଲିକଙ୍କୁ ତାଙ୍କ ନାମ ଦୋକାନ ବାହାରେ ଲେଖିବାକୁ ପଡ଼ିବ, ଯାହାଫଳରେ କୌଣସି କାଉଡ଼ିଆ ଭୁଲରେ ମୁସଲମାନଙ୍କ ଦୋକାନରୁ କିଛି କିଣି ଏହାକୁ ଖାଇବେ ନାହିଁ। ଉତ୍ତରପ୍ରଦେଶ ପୁଲିସର ନୂତନ ଆଦେଶ ଅନୁଯାୟୀ ବର୍ତ୍ତମାନ ପ୍ରତ୍ୟେକ ଖାଦ୍ୟ ଦୋକାନ କିମ୍ବା ଠେଲା ବିକ୍ରେତାଙ୍କୁ ତାଙ୍କ ନାମ ବୋର୍ଡରେ ଲେଖିବାକୁ ପଡ଼ିବ, ଯାହାଫଳରେ କୌଣସି କାଉଡ଼ିଆ ଭୁଲରେ ମଧ୍ୟ ମୁସଲମାନ ଦୋକାନରୁ କିଛି କିଣିବେ ନାହିଁ। ସେ କହିଛନ୍ତି ଯେ ଏହାକୁ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟତା କୁହାଯାଉଛି। ନମ୍ବର 28 ସମୁଦ୍ରରେ ଓଲଟିଲା ତେଲ ଟ୍ୟାଙ୍କର, 13 ଭାରତୀୟ ସମେତ 16 ସଦସ୍ୟଙ୍କ ପତ୍ତା ମିଳୁନି। ଓମାନ ଉପକୂଳରେ ସମୁଦ୍ରରେ ଓଲଟିଲା ତେଲ ଟ୍ୟାଙ୍କର ବୁଡ଼ିଯିବା କାରଣରୁ 13 ଜଣ ଭାରତୀୟଙ୍କ ସମେତ 16 ଜଣ କ୍ରୁଜ୍ ସଦସ୍ୟ ନିଖୋଜ ଅଛନ୍ତି। ଏହି ତେଲ ଟ୍ୟାଙ୍କର ୟେମେନର ଆଡେନ ବନ୍ଦର ଆଡ଼କୁ ଯାଉଥିଲା। ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ମଙ୍ଗଳବାର ଦିନ କହିଛି ଯେ 13 ଜଣ ଭାରତୀୟଙ୍କ ସମେତ 16 ଜଣ କ୍ରୁଜ୍ ସଦସ୍ୟଙ୍କୁ ନେଇ ଏକ ତୈଳ ଟ୍ୟାଙ୍କର ଉପକୂଳ ନିକଟରେ ବୁଡ଼ିଯାଇଛି। ନମ୍ବର 29 ଟିମ୍ ଇଣ୍ଡିଆ ଶ୍ରୀଲଙ୍କାରେ ପହଞ୍ଚିଲା, ପ୍ରଥମ ମ୍ୟାଚ୍ ପାକିସ୍ତାନ ସହିତ ଖେଳିବ। ଭାରତୀୟ ମହିଳା ଦଳ ଏସିଆ କପ୍ 2024ରେ ଭାଗ ନେବାକୁ ଶ୍ରୀଲଙ୍କାରେ ପହଞ୍ଚିଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏ ସମ୍ପର୍କିତ ଫଟୋ ସୋସିଆଲ ମିଡିଆରେ ସେୟାର କରିଛି। ଏଥର ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଯାଉଛି। ଟିମ୍ ଇଣ୍ଡିଆ ଜୁଲାଇ 19ରେ ଏସିଆ କପ୍ 2024ରେ ଏହାର ଅଭିଯାନ ଆରମ୍ଭ କରିବ। ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ 19 ଜୁଲାଇରେ ପାକିସ୍ତାନ ସହିତ ହେବ। ପୁଣିଥରେ ଟିମ୍ ଇଣ୍ଡିଆର କମାଣ୍ଡ ହରମନପ୍ରୀତ କୌରଙ୍କ ହାତରେ ରହିଛି। ନମ୍ବର 30 ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ହତ୍ୟା, ସ୍ତ୍ରୀ ଏବଂ ପିଲାଙ୍କ ସାମ୍ନାରେ କଲେ ଗୁଳି। ଶ୍ରୀଲଙ୍କାକୁ ହତ୍ୟାକାଣ୍ଡର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ପାଇଁ ଅନେକ ମ୍ୟାଚ୍ ଖେଳିଥିବା ପୂର୍ବତନ କ୍ରିକେଟର ଧମିକା ନିରସନଙ୍କୁ ପରିବାର ସାମ୍ନାରେ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଜୁଲାଇ 16 ମଙ୍ଗଳବାର ଧାମିକଙ୍କ ଆମ୍ବାଲାଗୋଡ଼ା ସ୍ଥିତ ତାଙ୍କ ବାସଭବନରେ ଏହି ହତ୍ୟାକାଣ୍ଡ ଘଟିଛି। ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏହି ହତ୍ୟାକାଣ୍ଡ ଘଟିବା ବେଳେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟରଙ୍କ ନିଜ ଘରେ ପତ୍ନୀ ଏବଂ 2 ପିଲାଙ୍କ ସହ ଉପସ୍ଥିତ ଥିଲେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।